आमे देखिले आल्बेरुनी एवं इबन बतुताଙ୍କ ସମ୍ପର୍କରେ ତାପରେ ଆମେ ଦେଖିବା ଫ୍ରାଙ୍କୋଇସ୍ ବୋନିୟରଙ୍କ ସମ୍ପର୍କରେ। ତ ଫ୍ରାଙ୍କୋଇସ୍ ବୋନିୟରଙ୍କ କଥା ଯଦି କହିବା, ସେ 1620ରେ ଜନ୍ମଗ୍ରହଣ କରିଥିଲେ ଏବଂ 1688 ମସିହାରେ ତାଙ୍କର ମୃତ୍ୟୁବରଣ ହୋଇଥିଲା। ତ ସର୍ବପ୍ରଥମେ ଯେଉଁ ନାବିକମାନେ ଆସିଥିଲେ ସେମାନଙ୍କ ମଧ୍ୟରୁ ପର୍ତ୍ତୁଗୀଜର ନାବିକ ଭାସ୍କୋ ଡା ଗାମା ଭାରତକୁ ଆସିଥିଲେ 1498ରେ। କାଲିକଟରେ ପହଞ୍ଚିଥିଲେ, ବର୍ତ୍ତମାନ ଯାହା କେରଳ ବୋଲି କହୁଛେ। ତାଙ୍କ ପରେ ଅନେକ ପର୍ତ୍ତୁଗୀଜ ନାବିକମାନେ ଆସିଥିଲେ। ସେମାନଙ୍କ ମଧ୍ୟରେ ସାମାଜିକ ଧାର୍ମିକ ସାଧନ ପ୍ରଥାର ବିଶେଷ ବର୍ଣ୍ଣନା ମିଳେ। ସେମାନଙ୍କ ମଧ୍ୟରେ କେତେକ ଭାରତୀୟ ଶାସ୍ତ୍ରମାନଙ୍କରେ ୟୁରୋପର ଭାଷାରେ ଅନୁବାଦ କରାଯାଇଛି, ଟ୍ରାନ୍ସଲେଟ୍ କରାଯାଇଛି। 1600 ବେଳକୁ ପର୍ତ୍ତୁଗାଲ ବ୍ୟତୀତ ସ୍ପେନ୍, ଇଂରେଜ, ଇଟାଲୀୟ ପରିବ୍ରାଜକ ଭାରତ ଭ୍ରମଣରେ ଆସି ସେମାନଙ୍କ ଭ୍ରମଣ ବିବରଣୀ ଲେଖିଛନ୍ତି। ସେମାନଙ୍କ ମଧ୍ୟରେ ପର୍ତ୍ତୁଗାଲ ରୋବେର୍ଟୋ ନୋବିଲି, ଦୁଆର୍ତେ ବାରବୋସା, ଫ୍ରାନ୍ସ ରାଜା ବାପଟିଷ୍ଟ ବେନିୟର, ଇଟାଲୀର ମେକ୍ସିନି। ଭାରତରେ ମୋଗଲ ରାଜତ୍ୱ କାଳରେ ଅନେକ ବିଦେଶୀ ସୁବିଧା ସୁଯୋଗ ରହିଥିଲା, ଯାହାର ଅନ୍ୱେଷଣରେ ଭାରତକୁ ସେ ଆସିଥିଲେ। ଫ୍ରାଙ୍କୋଇସ୍ ବୋନିୟର ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଫ୍ରାଙ୍କୋଇସ୍ ବୋନିୟର କେଉଁଠାରେ ଥିଲେ ନା ଫ୍ରାନ୍ସର ଥିଲେ। ତାମାନେ ଫକୁ ମନେ ରଖିଦେବ, ଫ୍ରାଙ୍କୋଇସ୍ ବୋନିୟର ଫ୍ରାନ୍ସରୁ ଆସିଥିଲେ। ସେ ଏକଧାରେ ଜଣେ ଡାକ୍ତରିକ ଥିଲେ, ଦାର୍ଶନିକ ଥିଲେ ଏବଂ ଐତିହାସିକ ହିଷ୍ଟୋରିଆନ୍ ଥିଲେ, ଫିଲୋସୋଫର ଥିଲେ ତଥା ଗୋଟିଏ ଡକ୍ଟର ମଧ୍ୟ ଥିଲେ। ସେ 1666 ଖ୍ରୀଷ୍ଟାବ୍ଦରେ ଭାରତରେ ପଦାର୍ପଣ କରି 1868 ପର୍ଯ୍ୟନ୍ତ ମୋଗଲ ଦରବାର ସହିତ ସହଯୋଗୀ ସଦସ୍ୟ ଭାବରେ ରହିଥିଲେ ଏବଂ ମୋଗଲ ରାଜ ଦାରା ସୁଖୋଙ୍କ ଡାକ୍ତର ଭାବରେ ଅବସ୍ଥାପିତ ହୋଇଥିଲେ। କାହାର ନା ଦାରା ସୁଖୋ। ପରବର୍ତ୍ତୀ କାଳରେ ମୋଗଲ ଦରବାରରେ ଅନ୍ୟତମ ଆର୍ମେନୀୟ ସମ୍ଭ୍ରାନ୍ତ ପୁରୁଷ ଡେନିସମନ୍ ଖାନଙ୍କ ସହଯୋଗୀ ରୂପରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଭାରତର ଅନେକ ଅଞ୍ଚଳ ଭ୍ରମଣ କରିଥିଲେ। ଅନେକ ଗୁଡ଼ିଏ ଅଞ୍ଚଳକୁ ସେ ଭ୍ରମଣ କରି ଦେଖିଲେ ଯେ ୟୁରୋପ ସମାଜ ସହ ତୁଳନାତ୍ମକ ବିବରଣୀ ପ୍ରସ୍ତୁତ କରିଥିଲେ। ତାଙ୍କର ଲେଖାରେ ଆମେ ଦେଖିବାକୁ ପାଇବା ଭାରତର ପ୍ରଗତି ୟୁରୋପ ପ୍ରଗତି ତୁଳନାରେ ନିରୁତ୍ସାହଜନକ ବୋଲି ସେ ଚିତ୍ରଣ କରିଛନ୍ତି। ଯଦିଓ ଭାରତ ଆକଳନ ନିର୍ଭୁଲ ନଥିଲା, ତଥାପି ତାଙ୍କର ଲେଖାରେ ଲୋକପ୍ରିୟ ହୋଇଥିଲା। ତ ବୋନିୟରଙ୍କ ବୃତ୍ତାନ୍ତ, ଫ୍ରାଙ୍କୋଇସ୍ ବୋନିୟରଙ୍କ ବୁକ୍ର ନାଁ ହେଲା ଦ ଟ୍ରାଭେଲ ଅଫ୍ ମୋଗଲ ଏମ୍ପାୟାର। ତ ବୋନିୟରଙ୍କ ଭ୍ରମଣ ବୃତ୍ତାନ୍ତ ଯାହାକୁ କହୁଛେ, 1670 ମସିହାରେ ପ୍ରଥମ ଫ୍ରାନ୍ସରେ ପ୍ରକାଶିତ ହୋଇଥିଲା ସେ ବୋନିୟରଙ୍କ ଭ୍ରମଣ ବୃତ୍ତାନ୍ତ। ଅଳ୍ପ ସମୟ ମଧ୍ୟରେ ଅତି ଲୋକପ୍ରିୟ ହୋଇ ଆଦୃତ ହୋଇଥିଲା ସେହି ଗ୍ରନ୍ଥ। ୟୁରୋପର ଇଂରାଜୀ, ଡଚ୍, ଜର୍ମାନୀ, ଇଟାଲୀୟ ଭାଷାରେ ମଧ୍ୟ ତାହା ଟ୍ରାନ୍ସଲେଟ୍ ହୋଇଛି, ଯାହାକି 1670 ରୁ 1715 ମଧ୍ୟରେ ବୋନିୟରଙ୍କ ଭ୍ରମଣ ବୃତ୍ତାନ୍ତ ଫ୍ରାନ୍ସ ଭାଷାରେ 8 ଥର, ଇଂରାଜୀ ଭାଷାରେ 3 ଥର ରିପ୍ରିଣ୍ଟ ହୋଇସାରିଥିଲା, ପୁନଃ ମୁଦ୍ରଣ ହୋଇଥିଲା। ବୋନିୟର ଭାବୁଥିଲେ ଯେ ତାଙ୍କର ଉପସ୍ଥାପନା ଫ୍ରାନ୍ସ ଓ ୟୁରୋପର ବୁଦ୍ଧିଜୀବୀ ନୀତି ନିର୍ଦ୍ଧାରକଙ୍କୁ ସଠିକ୍ ବିଷୟବସ୍ତୁ ଉପରେ ନିର୍ଣ୍ଣୟ କରିବାରେ ସହାୟକ ହେବ। ଭାରତର ସମାଜ ଶାସନ ବ୍ୟବସ୍ଥା ବର୍ଣ୍ଣନା ଦେଖିବା ବେଳକୁ ମିଳେ ଯେ ଟ୍ରାଭେଲ ଇନ୍ ମୋଗଲ ଏମ୍ପାୟାରରେ ତାଙ୍କର ଲେଖାର ସମସାମୟିକ ୟୁରୋପ ସହିତ ମୋଗଲ ଶାସନ କାଳର ଭାରତର ତୁଳନାତ୍ମକ ବିବରଣୀ ଦେଖିବାକୁ ମିଳିଥାଏ। ସେ ସଦାବେଳେ ୟୁରୋପ ବ୍ୟବସ୍ଥାର ଉତ୍କୃଷ୍ଟତା ପ୍ରତିପାଦନ କରିଛନ୍ତି। ତାଙ୍କର ତୁଳନାର ଢାଞ୍ଚା ଥିଲା ଭାରତ ପାଶ୍ଚାତ୍ୟ ତୁଳନାରେ ସମସ୍ତ ସ୍ତରରେ ବିପରୀତ ଭାରତର ସ୍ଥିତିକୁ ଉଲ୍ଲେଖ କରିଥିଲେ ନିମ୍ନମାନର। ବୋନିୟରଙ୍କ ବର୍ଣ୍ଣନାରେ ଭାରତର ଜମିର ମାଲିକ ଅଟନ୍ତି ମୋଗଲମାନେ। ସେ ସମ୍ଭ୍ରାନ୍ତମାନଙ୍କୁ ଜମି ବାଣ୍ଟିଛନ୍ତି। ମୋଗଲମାନେ କ'ଣ ନା, ଯିଏ ଧନୀ ତାକୁ ଜମି ବାଣ୍ଟିଛନ୍ତି। ଫଳସ୍ୱରୂପ ଭାରତର ଇକୋନୋମି ଆଉ ସୋସାଇଟିରେ ଦୁର୍ଭାଗ୍ୟପୂର୍ଣ୍ଣ କ୍ଷତି ଦେଖିବାକୁ ମିଳିଛି। ୟୁରୋପରେ ଜମି ବ୍ୟକ୍ତିଗତ ମାଲିକାନା ଥିଲା। ଚାଷୀମାନେ ଜମିର ଉନ୍ନତ କରି ଉତ୍ପାଦନ ବଢ଼ାଇ ଧନିକ ହୋଇଛନ୍ତି। ଭାରତରେ ତ୍ରୁଟିପୂର୍ଣ୍ଣ ଜମି ବ୍ୟବସ୍ଥା ଯୋଗୁଁ ଚାଷୀ ନିଜେ ଚାଷ କରୁଥିବା ଜମିକୁ ନିଜ ସନ୍ତାନକୁ ହସ୍ତାନ୍ତର କରିପାରୁନଥିଲେ। ଏହି ଭୁଲ ତ୍ରୁଟିପୂର୍ଣ୍ଣ ଜମି ବ୍ୟବସ୍ଥା ଯୋଗୁଁ ନିଜ ବାପା ତା ପୁଅକୁ
ଜମି ହସ୍ତାନ୍ତର କରିପାରୁନଥିଲା। ଫଳସ୍ୱରୂପ ଚାଷୀ ଜମିରେ ଉନ୍ନତ ଚାଷ କରି ଉତ୍ପାଦନ ବଢ଼ାଇବା ବିସ୍ତାର ମଧ୍ୟ ଇଚ୍ଛା ପ୍ରକାଶ ପାଉନଥିଲା, ଯେହେତୁ ଚାଷ ଜମି ଚାଲି ଯାଉଥିଲା। ବଡ଼ ଜମି ମାଲିକମାନେ ଶ୍ରେଣୀ ସୃଷ୍ଟି ହେଉନାହାନ୍ତି। ସାରା ଭାରତରେ ଏକା ଧରଣର କ୍ଷତି ହୋଇ ଚାଷୀ ଶୋଷଣର ଶିକାର ହେଉଛି, ଯାହାଫଳରେ ଜୀବନ ଧାରଣ ମାନ କମିଯାଉଛି। ସମୟରେ କେବଳ ସମ୍ଭ୍ରାନ୍ତ ଗୋଷ୍ଠୀ ହିଁ ସୁଖରେ ଅଛନ୍ତି, ଖାଲି ଧନିକ ବ୍ୟକ୍ତିମାନେ ସୁଖରେ ଅଛନ୍ତି, କିନ୍ତୁ ଚାଷୀମାନେ ବହୁତ ଦୁଃଖରେ ଅଛନ୍ତି। ସେମାନଙ୍କ ସଂଖ୍ୟା ଅତି ସ୍ୱଳ୍ପ ଥିଲା ସେହି ସମ୍ଭ୍ରାନ୍ତ ଗୋଷ୍ଠୀଙ୍କ। ଭାରତ ସମାଜରେ ଅଧିକ ସଂଖ୍ୟକ ଥିଲେ ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର। ତେଣୁ ବୋଧହୁଏ ବନ୍ୟର ସେ ସମୟରେ ୟୁରୋପର ଚାଲିଥିବା ବିତର୍କ ଦେଶ ସରକାର ସ୍ୱରୂପ ପ୍ରକୃତିକୁ ଆଖି ଆଗରେ ରଖି ଉପସ୍ଥାପନ କରିବାକୁ ଚାହୁଁଥିଲେ। ଜମିର ଘରୋଇ ମାଲିକାନାର ସୁଫଳ ଓ କୁଫଳ ସେ ଘରୋଇ ମାଲିକାନାର ସଂକ୍ଷେପରେ ଥିଲେ। ବନ୍ୟରଙ୍କ ଦୃଷ୍ଟିରେ ମୋଗଲ ସାମ୍ରାଜ୍ୟ ଥିଲା ଭିକାରୀ ବର୍ବରମାନଙ୍କର ରାଜା। କାହାର? ଭିକାରୀ ଏବଂ ବର୍ବରମାନଙ୍କର ରାଜା ଥିଲେ ମୋଗଲମାନେ। ସହର ଓ ନଗରମାନ ଧ୍ୱଂସପ୍ରାୟ ଓ ପବନ ଦୁଇ ଦିଗ ଜମିରେ ଦୁବାଡ଼ିତ ବୁଦାମାଡ଼ି ବନଭୂମି ପାଲଟି ମାରାତ୍ମକ ସନ୍ତସନ୍ତିଆ ହୋଇଛି। ଜମିରେ ବୁଦାବାଡ଼ି ବନଭୂମି ପାଲଟି ମାରାତ୍ମକ ସନ୍ତସନ୍ତିଆ ହୋଇଯାଇଛି ଜମିଗୁଡ଼ା। ଉପରୋକ୍ତ ଅବସ୍ଥାର ଏକମାତ୍ର କାରଣ ସମ୍ରାଟଙ୍କ ରାଜ୍ୟର ଜମି ଉପରେ ଏକଚାଟିଆ ମାଲିକାନା। ଯେହେତୁ ସେ ଜମିଟା କେବଳ ରାଜ୍ୟର ଜମି ଖାଲି ଏକଚାଟିଆ ମାଲିକାନା ରହିଛି ସମ୍ରାଟଙ୍କର, ତେଣୁ ତାର ସ୍ଥିତି ଠିକ୍ ନାହିଁ। ବନ୍ୟରଙ୍କ ବିବରଣୀରେ ଜମି ଉପରେ ରାଜ୍ୟର ଏକଚାଟିଆ ମାଲିକାନା ଥିବାର ବର୍ଣ୍ଣନା ଅଛି, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ମୋଗଲ କାଗଜପତ୍ରରେ ରାଜ୍ୟର ଏକଚାଟିଆ ମାଲିକାନା ଥିବାର କୌଣସି ସୂଚନା ନାହିଁ। ମୋଗଲ ସମ୍ରାଟ ଆକବରଙ୍କ ସମୟରେ ଆବୁଲ ଫାଜଲ କ'ଣ ରଚନା କରିଥିଲେ ନା ଆକବରନାମା ଶାସକୀୟ ବିବରଣୀ ଲେଖୁଥିଲେ। ସେ ତାଙ୍କର ବିବରଣୀ ପଞ୍ଜିକାରେ ଭୂ ରାଜସ୍ୱ ସର୍ବମୟ କର୍ତ୍ତୃତ୍ୱର ପୁରସ୍କାର ବୋଲି ଅଭିହିତ କରିଥିଲେ। ଯେଉଁ ପୁରସ୍କାର ସର୍ବମୟ କର୍ତ୍ତୃତ୍ୱ ନିଜ ପ୍ରଜାଙ୍କ ଠାରୁ ସୁରକ୍ଷା ଯୋଗାଇ ଥିବା ପ୍ରାପ୍ୟ ରୂପେ ନେଇଥାଏ। ତେଣୁ ରାଜସ୍ୱ ଭାରତରେ ଜମିର ଭଡ଼ା ନଥିଲା। ହୁଏତ ୟୁରୋପୀୟମାନଙ୍କୁ ଲାଗିଥାଇପାରେ ଯେ ଜମିର ଭଡ଼ା ଯେମିତି ତାଙ୍କ ଦେଶର ପ୍ରଚଳନ ଥିଲା। ପ୍ରାୟତଃ ଅନେକ ସ୍ଥାନରେ ଭାରତରେ ରାଜ୍ୟ ପ୍ରାପ୍ୟ ଅତ୍ୟଧିକ ଥିଲା, କିନ୍ତୁ ଜମି ଭଡ଼ା ନଥିଲା, ଜମିର କର ନଥିଲା। କେବଳ ଉତ୍ପାଦିତ ଶସ୍ୟ ଉପରେ କର ଥିଲା, ଯାହାର ରାଜାର ପ୍ରାପ୍ୟ ରୂପେ ଗ୍ରହଣୀୟ ଥିଲା, ଯାହା ସେ ପାଉଥିଲେ। ବନ୍ୟରଙ୍କ ବର୍ଣ୍ଣନା ପାଶ୍ଚାତ୍ୟ ତତ୍ତ୍ୱଦର୍ଶୀକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ। ଅଷ୍ଟାଦଶ ଶତାବ୍ଦୀରେ ତତ୍ପରେ ଫରାସୀ ଦାର୍ଶନିକ ମଣ୍ଟେସ୍କୁ ବନ୍ୟର ଭ୍ରମଣ ବୃତ୍ତାନ୍ତକୁ ଅଧ୍ୟୟନ କରି ଧାରଣା ସୃଷ୍ଟି କରିଥିଲେ ପ୍ରାଚ୍ୟର ସ୍ୱେଚ୍ଛାଚାରିତା। ଯେଉଁ ଧାରଣାରେ ଏସିଆର ରାଜାମାନେ ନିଜ ପ୍ରଜା ଉପରେ ନିରଙ୍କୁଶ କ୍ଷମତା ଉପଭୋଗ କରନ୍ତି। ପ୍ରଜାମାନଙ୍କୁ ସେମାନେ ଚିରଦିନ ଗରିବ ବଶୀଭୂତ ସ୍ଥିତିରେ ରଖିଥାନ୍ତି। ଦେଶର ସମସ୍ତ ଜମି ରାଜାଙ୍କର ବ୍ୟକ୍ତିଗତ ଜମି ମାଲିକାନା ନାହିଁ, ତ ସବୁ ଜମି କାହାର? ମାଲିକ ଏବଂ ବ୍ୟକ୍ତିର କୌଣସି ଅଧିକାର ନାହିଁ। ଏହି ବ୍ୟବସ୍ଥାରେ କେବଳ ରାଜା ଓ ସମ୍ଭ୍ରାନ୍ତକୁ ଛାଡ଼ିଦେଲେ ସମସ୍ତେ ଦିନହୀନରେ ରହନ୍ତି। ଏପରି ଚିନ୍ତାଧାରା 19th ସେଞ୍ଚୁରୀରେ କାର୍ଲମାର୍କ୍ସଙ୍କୁ ପ୍ରଭାବିତ କରିଥିଲା, ଯାହାଫଳରେ ସେ ଲେଖିଥିଲେ ଏସିଆଟିକ୍ ମୋଡ୍ ଅଫ୍ ପ୍ରଡକ୍ସନ୍, ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ ଭାରତ ଏସିଆ ୟୁରୋପର ଉପନିବେଶ ସ୍ଥାପନ ପୂର୍ବକୁ ରାଜ୍ୟ ଚାଷୀମାନଙ୍କଠାରୁ ଚାଷର ସମସ୍ତ ବଳକା ଆତ୍ମସାତ କରୁଥିଲା ବା ସବୁକିଛି ନେଇଯାଉଥିଲା। ଫଳସ୍ୱରୂପ ଭାରତରେ ମାନ୍ଦା ପ୍ରବାହହୀନ ଅବସ୍ଥା ସୃଷ୍ଟି କରିଥିଲା। ଏହା ଥିଲା ତାଙ୍କର ବର୍ଣ୍ଣନା ବିବରଣୀ। ତା ସହ ତ ସେ ସତୀ ପ୍ରଥା ଉପରେ ମଧ୍ୟ ବିଶଦ ଭାବରେ ଆଲୋଚନା କରିଛନ୍ତି। ସେ ଲେଖିଛନ୍ତି ଯେ ଯଦିଓ କେତେକ ମହିଳା ଆନନ୍ଦରେ ନିଜ ସ୍ୱାମୀଙ୍କ ଚିତା ଭସ୍ମରେ ଝାସ ଦିଅନ୍ତି, ଅନେକ ମହିଳା ବାଧ୍ୟ ହୋଇ ସମୟର ଚାପରେ ସତୀ ହୋଇଥାନ୍ତି। ମହିଳାମାନଙ୍କ ଭୂମିକା କୃଷି ଓ ଅଣକୃଷି ଉତ୍ପାଦନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ। ବଣିକ ପରିବାରର ମହିଳାମାନେ ବ୍ୟବସାୟ କାରବାରରେ ଅଂଶଗ୍ରହଣ କରୁଥିଲେ। ଏଥିରୁ ଜଣାପଡ଼େ ମହିଳାମାନେ କେବଳ ଘର ଚାରିକାନ୍ଥରେ ଆବଦ୍ଧ ନଥିଲେ। ତାପରେ କ୍ୱେଶ୍ଚିନ୍ ଆନ୍ସରରେ ରହିଛି ଯେ କିତାବୁଲିନ୍ କାହାର? ନା ଆଲବେରୁନିର। ତୁମମାନଙ୍କର ପ୍ରଶ୍ନ ଆସିଛି କିତାବୁଲିନ୍ କିଏ ରଚନା କରିଥିଲେ? ଆଲବେରୁନି। ଇବନ ବତୁତା ରହିଲା। ବନ୍ୟରଙ୍କ ଦ ଟ୍ରାଭେଲ୍ ଇନ୍ ମୋଗଲ ଏମ୍ପାୟାର। ଫାହିୟାନ କ'ଣ ରଚନା କରିଥିଲେ? ନା ଫୁକୋକି।
ଇବନ ବତୁତା କେଉଁ ସୁଲତାନଙ୍କ ରାଜତ୍ୱ ସମୟରେ ଆସିଥିଲେ ନା ମହମ୍ମଦ ବିନ୍ ତୁଗଲକ। ଫ୍ରାଙ୍କୋଇସ୍ ବନ୍ୟର କେଉଁ ଦେଶରୁ? ଫ୍ରାନ୍ସ। ଯେଉଁ ମନେ ରଖିବ। ଇବନ ବତୁତା ଭ୍ରମଣ ପୁସ୍ତକର ନାଁ ହେଲା ଇବନ ବତୁତା ରହିଲା। ବନ୍ୟର କେଉଁ ମୁଗଲ ରାଜକୁମାରଙ୍କ ଚିକିତ୍ସା କରିଥିଲେ? ଦାରା ସୁଖୋ। ଆଲବେରୁଣି ଡେକ୍ ସ୍ଥାନରୁ ଆସିଥିଲେ ନା ଆଲବେରୁଣି ଉଜବେକିସ୍ତାନରୁ ଆସିଥିଲେ? ମୋରୋକୋରୁ ଡେକ୍ସ ପରିବାହକ ଆସିଥିଲେ ଇବନ ବତୁତା। ଇବନ ବତୁତା ମୋରୋକୋରୁ ଆସିଥିଲେ। ମହମ୍ମଦ ବିନ୍ ତୁଗଲକ ଇବନ ବତୁତାଙ୍କୁ ଡେକ୍ସ ପଦରେ ନିଯୁକ୍ତି କରିଥିଲେ ନା ଇବନ ବତୁତାଙ୍କୁ କାଜୀ ପଦରେ ନିଯୁକ୍ତି କରିଥିଲେ? ଡେକ୍ସ ରାଜ୍ୟର ବର୍ତ୍ତମାନ ନାମ ଉଜବେକିସ୍ତାନ। ଖ୍ୱାରିଜମ ରାଜ୍ୟ ବର୍ତ୍ତମାନର ଉଜବେକିସ୍ତାନ। ଡେକ୍ସ ଇବନ ବତୁତାଙ୍କର ଭ୍ରମଣ ଅନୁଭୂତିକୁ ଲିପିବଦ୍ଧ କରିଥିଲେ ନା ଇବନ ଜୁଜାଇ। କିତାବୁଲ ହିନ୍ଦ ପୁସ୍ତକ କେଉଁ ଭାଷାରେ ରଚିତ? ନା ଆରବୀ ଭାଷାରେ ଲିଖିତ। କେତୋଟି ଅଧ୍ୟାୟ ଅଛି ତୁମେମାନେ ଟିକେ ଦେଖିଦେବ। କିତାବୁଲ ହିନ୍ଦ ପୁସ୍ତକ କେଉଁ ବିଷୟରେ ଲେଖା ହେଇଛି? ଭାରତୀୟ ଧର୍ମ ଓ ଜ୍ୟୋତିଷ ସମ୍ପର୍କରେ। କିତାବୁଲ ହିନ୍ଦରେ ଭାରତର ଜାତି ପ୍ରଥା ବିଷୟରେ କ'ଣ ଲେଖା ହେଇଛି? ନା 4ଗୋଟି ଜାତି ପ୍ରଥା ରହିଛି। ଇବନ ବତୁତା କେଉଁ ସହର, କେଉଁ ଦେଶ ଓ ମହାଦେଶ ଜନ୍ମଗ୍ରହଣ କରିଥିଲେ? ଆଫ୍ରିକାର ମୋରୋକୋର ଟେଙ୍ଗିଂ ବା ପ୍ରତିଷ୍ଠାବାନ ସହରରେ। ଇବନ ବତୁତା ଭାରତ କେଉଁ ପ୍ରଦେଶରେ ପ୍ରଥମେ ପହଞ୍ଚିଲେ? ସିନ୍ଧୁ ପ୍ରଦେଶରେ ପହଞ୍ଚିଲେ। ଇବନ ବତୁତା ଭାରତ ପହଞ୍ଚିବା ସମୟରେ ଦିଲ୍ଲୀର ସୁଲତାନ କିଏ ଥିଲେ? ନା ମହମ୍ମଦ ବିନ୍ ତୁଗଲକ ଥିଲେ। ଇବନ ବତୁତା ଭାରତର ପାନ ନଡ଼ିଆ ବିଷୟରେ କ'ଣ କହିଛନ୍ତି? ନା ଅଙ୍ଗୁର ସମ୍ପର୍କରେ କହିଛନ୍ତି, ଅଙ୍ଗୁର ଲତା ସମ୍ପର୍କରେ କହିଛନ୍ତି। ଅଙ୍ଗୁର ଯେପରି ଫଳେ କିନ୍ତୁ ଭାରତରେ ପାନ ଯେଉଁ ରହିଛି ପାନ ପତ୍ର କେବଳ ଫଳେ। ନଡ଼ିଆକୁ ସେ ମୁଣ୍ଡ ସହ ତାର 2ଟି ଆଖି ଅଛି ବୋଲି କହିଛନ୍ତି, କେଶ ଅଛି ବୋଲି। ଫ୍ରାଙ୍କୋଇସ୍ ବନ୍ୟର କେଉଁ ଶତାବ୍ଦୀରେ ଭାରତ ପହଞ୍ଚିଥିଲେ ଏବଂ ସେ ସମୟର ଭାରତର ସମ୍ରାଟ କିଏ ଥିଲେ? 1656ରେ ଶାହାଜାହାନ ଓ ଔରଙ୍ଗଜେବଙ୍କ ସମୟରେ ସେ ଆସିଥିଲେ। ଫ୍ରାଙ୍କୋଇସ୍ ବନ୍ୟର କେଉଁ ମୋଗଲ ରାଜକୁମାର ଓ କେଉଁ ସମ୍ଭ୍ରାନ୍ତ ଚିକିତ୍ସକ ରୂପରେ କାମ କରିଥିଲେ? ନା ଦାରା ସୁଖୋ ଓ ଡେନିସ ମନଙ୍କ ସହଯୋଗୀ ରୂପେ କାମ କରିଥିଲେ। ତ ପୁଣି ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ।